ଏହି ସମୟର ସାଧାରଣ ରାଶିଫଳ କୁମ୍ଭ ରାଶିଫଳ ଓଡ଼ିଆରେ ନିମ୍ନରେ ଦିଆଗଲା। ଶନିଦେବଙ୍କ ପ୍ରଭାବ ଯୋଗୁଁ କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ସମୟଟି ପରିଶ୍ରମ ଏବଂ ସଂଯମତାର ସମୟ ଅଟେ। ଜୀବନର ମୁଖ୍ୟ କ୍ଷେତ୍ରଗୁଡ଼ିକରେ ଏହାର ପ୍ରଭାବ ଏହିଭଳି ରହିପାରେ। କର୍ମକ୍ଷେତ୍ର ଓ ଆର୍ଥିକ ସ୍ଥିତି, ଚାକିରି ଏବଂ ବ୍ୟବସାୟ। କାର୍ଯ୍ୟକ୍ଷେତ୍ରରେ କଠିନ ପରିଶ୍ରମ କରିବାକୁ ପଡ଼ିବ, କିନ୍ତୁ ସଫଳତା ପାଇଁ ଧୈର୍ଯ୍ୟ ରଖିବା ଜରୁରୀ। କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ ଏବଂ ଅଯଥା ବିବାଦରୁ ଦୂରେଇ ରୁହନ୍ତୁ। ଆର୍ଥିକ ସ୍ଥିତି, ଧନ ଆଗମନ ସାଧାରଣ ରହିବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଏବଂ ଭବିଷ୍ୟତ ପାଇଁ ସଞ୍ଚୟ ଉପରେ ଧ୍ୟାନ ଦେବା ଆବଶ୍ୟକ। ପାରିବାରିକ ଓ ସାମାଜିକ ଜୀବନ, ପରିବାର ସଦସ୍ୟଙ୍କ ସହ ସମ୍ପର୍କର ମଧୁର ରହିବ, କିନ୍ତୁ କଥାବାର୍ତ୍ତା ସମୟରେ ନିଜ ବାଣୀ ଉପରେ ସଂଯମତା ରଖନ୍ତୁ। କୌଣସି ପ୍ରକାରର ଭୁଲ ବୁଝାମଣାକୁ ଆଲୋଚନା ଦ୍ୱାରା ଦୂର କରନ୍ତୁ। ପ୍ରେମ ସମ୍ପର୍କ, ସାଥୀଙ୍କ ସହ ସମୟ ବିତାଇବାକୁ ସୁଯୋଗ ମିଳିବ ଏବଂ ପରସ୍ପର ପ୍ରତି ବିଶ୍ୱାସ ବୃଦ୍ଧି ପାଇବ। ସ୍ୱାସ୍ଥ୍ୟ, ମାନସିକ ଚିନ୍ତା କିମ୍ବା କାର୍ଯ୍ୟବ୍ୟସ୍ତତା ଯୋଗୁଁ ଶରୀରରେ ଥକ୍କାପଣ ଅନୁଭବ ହୋଇପାରେ। ନିଜ ଖାଦ୍ୟପେୟ ପ୍ରତି ସଚେତନ ରୁହନ୍ତୁ ଏବଂ ମାନସିକ ଶାନ୍ତି ପାଇଁ ଯୋଗ କିମ୍ବା ପ୍ରାଣାୟାମ କରନ୍ତୁ। ରାଶିର ଅଧିପତି ଦେବତା ହେଉଛନ୍ତି ଶନିଦେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ପାଇଁ ଶନିଦେବ ଏବଂ ଶିବ ଆରାଧନା ସବୁଠାରୁ ଶୁଭ ଓ ଫଳଦାୟୀ ହୋଇଥାଏ। ନିଜର ମାନସିକ ଶାନ୍ତି, କାର୍ଯ୍ୟରେ ସଫଳତା ଏବଂ ଗ୍ରହ ଦୋଷ ଖଣ୍ଡନ ପାଇଁ ଆପଣ ନିମ୍ନଲିଖିତ ମନ୍ଦିରଗୁଡ଼ିକୁ ଯାଇପାରିବେ। 1. ଶନି ମନ୍ଦିର, ସାନି ଟେମ୍ପଲ। କୁମ୍ଭ ରାଶିର ବ୍ୟକ୍ତିମାନେ ଶନିବାର ଦିନ ଶନି ମନ୍ଦିର ଯିବା ଉଚିତ। କ'ଣ କରିବେ? ଶନିବାର ସନ୍ଧ୍ୟାରେ ଶନିଦେବଙ୍କ ପାଖରେ ରାଶି ତେଲ, ସୋରିଷ ତେଲର ଦୀପ ଜାଳନ୍ତୁ ଏବଂ କଳା ରାଶିର କିମ୍ବା କଳା କପଡ଼ା ଦାନ କରନ୍ତୁ। ଏହାଦ୍ୱାରା କର୍ମକ୍ଷେତ୍ରରେ ଥିବା ବାଧାବିଘ୍ନ ଦୂର ହୁଏ। 2. ଶିବ ମନ୍ଦିର, ଶିବା ଟେମ୍ପଲ। ଶନିଦେବ ହେଉଛନ୍ତି ମହାଦେବଙ୍କର ପରମ ଶିଷ୍ୟ, ତେଣୁ ଶିବଙ୍କ ଆରାଧନା କଲେ ଶନିଦେବ ପ୍ରସନ୍ନ ହୁଅନ୍ତି। କ'ଣ କରିବେ? ସୋମବାର କିମ୍ବା ଶନିବାର ଦିନ ଶିବ ମନ୍ଦିର ଯାଇ ଶିବଲିଙ୍ଗରେ ଜଳାଭିଷେକ କରନ୍ତୁ ଏବଂ ଓ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ। ଶନି 7.5 କିମ୍ବା ଢାୟାଜନିତ ସମସ୍ୟାରୁ ଏହା ମୁକ୍ତି ଦେଇଥାଏ। 3. ହନୁମାନ ମନ୍ଦିର, ହନୁମାନ ଟେମ୍ପଲ। ଶାସ୍ତ୍ର ଅନୁସାରେ ହନୁମାନଙ୍କ ଭକ୍ତମାନଙ୍କୁ ଶନିଦେବ କେବେ ହେଲେ କଷ୍ଟ ଦିଅନ୍ତି ନାହିଁ। କ'ଣ କରିବେ? ମଙ୍ଗଳବାର କିମ୍ବା ଶନିବାର ଦିନ ହନୁମାନ ମନ୍ଦିର ଯାଇ ବଜରଙ୍ଗ ବାଣ କିମ୍ବା ହନୁମାନ ଚାଳିଶା ପାଠ କରନ୍ତୁ। ଏହା ଆପଣଙ୍କୁ ଆତ୍ମବିଶ୍ୱାସ ଏବଂ ମାନସିକ ଶକ୍ତି ପ୍ରଦାନ କରିବ। ରାଶିର ବ୍ୟକ୍ତିମାନଙ୍କ ପାଇଁ ଶନିଦେବ, ମହାଦେବ ଏବଂ ହନୁମାନଜୀଙ୍କର ସେବା ଓ ପୂଜା କରିବାର କିଛି ସରଳ ଏବଂ ଶାସ୍ତ୍ରସମ୍ମତ ନିୟମ ନିମ୍ନରେ ଦିଆଗଲା। ଏହି ସେବା ଆପଣ ଘରେ କିମ୍ବା ମନ୍ଦିରରେ କରିପାରିବେ। 1. ଶନିଦେବଙ୍କ ସେବା, ଶନିବାର ଦିନ। ଶନିଦେବ ହେଉଛନ୍ତି ନ୍ୟାୟ ଓ କର୍ମର ଦେବତା, ତେଣୁ ତାଙ୍କ ସେବାରେ ଶୃଙ୍ଖଳା ଜରୁରୀ। ତେଲ ଦୀପ, ଶନିବାର ସନ୍ଧ୍ୟା ସମୟରେ ଏକ ମାଟି ଦୀପରେ ସୋରିଷ ତେଲ କିମ୍ବା ରାଶି ତେଲ ଢାଳି ସେଥିରେ ଅଳ୍ପ କଳା ରାଶି ପକାଇ ଜାଳନ୍ତୁ। ମନ୍ଦିରରେ କିମ୍ବା ଘର ବାହାରେ ଥିବା ଚଉରା ମୂଳେ ଜାଳିପାରିବେ। ମନ୍ତ୍ର ଜପ, ଦୀପ ଜାଳିବା ପରେ ଓ ସଂ ଶନୈଶ୍ଚରାୟ ନମଃ, ଓମ୍ ଶଂ ଶାନାୟ ନମଃ ମନ୍ତ୍ରକୁ 108 ଥର ଜପ କରନ୍ତୁ। ଧ୍ୟାନ ରଖିବେ, ଶନିଦେବଙ୍କ ମୂର୍ତ୍ତିର ସିଧା ସାମ୍ନାରେ ଠିଆ ହୋଇ କେବେ ହେଲେ ତାଙ୍କ ଆଖିକୁ ସିଧା ଚାହିଁବେ ନାହିଁ। ସର୍ବଦା ତାଙ୍କ ଚରଣକୁ ଚାହିଁ ପ୍ରଣାମ କରିବେ। 2. ମହାଦେବଙ୍କ ସେବା, ସୋମବାର ଓ ଶନିବାର। କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଶିବ ଆରାଧନା ସବୁଠାରୁ ଶ୍ରେଷ୍ଠ। ଜଳାଭିଷେକ, ସକାଳେ ସ୍ନାନ ସାରି ଏକ ତମ୍ବା କିମ୍ବା ପିତ୍ତଳ ପାତ୍ରରେ ସ୍ୱଚ୍ଛ ଜଳ ନେଇ ଶିବଲିଙ୍ଗରେ ଅର୍ପଣ କରନ୍ତୁ। ଜଳରେ ସାମାନ୍ୟ ଗଙ୍ଗାଜଳ କିମ୍ବା କଞ୍ଚା କ୍ଷୀର ମିଶାଇ ପାରିବେ। ବେଲପତ୍ର ଅର୍ପଣ, ଓ ନମଃ ଶିବାୟ କହି ଶିବଲିଙ୍ଗରେ ଅକ୍ଷତ, ଅଖଣ୍ଡିତ ଚାଉଳ ଏବଂ 3 ପତ୍ର ବିଶିଷ୍ଟ ବେଲପତ୍ର ଅର୍ପଣ କରନ୍ତୁ। 3. ହନୁମାନଜୀଙ୍କ ସେବା, ମଙ୍ଗଳବାର ଓ ଶନିବାର। ହନୁମାନଙ୍କ ସେବା କଲେ ଶନି ଗ୍ରହର ସମସ୍ତଙ୍କ କୁପ୍ରଭାବ ଦୂର ହୁଏ। ପାଠ କରନ୍ତୁ, ଘରେ ଧୂପ ଦୀପ ଜାଳି ନିୟମିତ କିମ୍ବା ପ୍ରତି ଶନିବାର ଓ ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରନ୍ତୁ। ଭୋଗ, ହନୁମାନଜୀଙ୍କୁ ଗୁଡ଼ ବୁଟ କିମ୍ବା ଲଡୁ ଭୋଗ ଲଗାଇ ପାରିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସେବା, ମାନବ ସେବା। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଦେବ କେବଳ ପୂଜାପାଠରେ ପ୍ରସନ୍ନ ହୁଅନ୍ତି ନାହିଁ, ବରଂ ଆପଣଙ୍କ କର୍ମ ଦ୍ୱାରା ପ୍ରସନ୍ନ ହୁଅନ୍ତି। ଗରିବ ଓ ଅସହାୟଙ୍କୁ ସାହାଯ୍ୟ, କୌଣସି ଗରିବ, ବୃଦ୍ଧ କିମ୍ବା ସଫେଇ କର୍ମଚାରୀଙ୍କୁ କେବେ ହେଲେ ଅପମାନିତ କରନ୍ତୁ ନାହିଁ। ଶନିବାର ଦିନ କୌଣସି ଗରିବ ଲୋକଙ୍କୁ କଳା ରଙ୍ଗର କପଡ଼ା, ଚଟି କିମ୍ବା କଳା ବିରି ଡାଲି ଖାଦ୍ୟ ଦାନ କରନ୍ତୁ। ପଶୁପକ୍ଷୀଙ୍କ ସେବା, କଳା କୁକୁର କିମ୍ବା କାଉକୁ ଶନିବାର ଦିନ ରୁଟି କିମ୍ବା ବିସ୍କୁଟ ଖାଇବାକୁ ଦିଅନ୍ତୁ। ଏହା ସବୁଠାରୁ ବଡ଼ ଶନି ସେବା ବୋଲି ଧରାଯାଏ। ରାଶିର ବ୍ୟକ୍ତିମାନଙ୍କ ପାଇଁ ପୂଜାପାଠ ଏବଂ ସେବା ବ୍ୟତୀତ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି କରିବା
ଏବଂ ଶନିଦେବଙ୍କ କୃପା ପାଇବା ପାଇଁ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନିୟମ ଓ ସରଳ ଉପାୟ ରହିଛି ଯାହାକୁ ଆପଣ ପାଳନ କରିପାରିବେ। 1. ଦୈନନ୍ଦିନ ଜୀବନରେ କ'ଣ ପରିବର୍ତ୍ତନ କରିବେ? ସତ୍ୟ ଏବଂ ସ୍ପଷ୍ଟବାଦୀ ରୁହନ୍ତୁ। ଶନିଦେବ ହେଉଛନ୍ତି ନ୍ୟାୟର ଦେବତା, ତେଣୁ କାହା ସହିତ ପ୍ରତାରଣା କରନ୍ତୁ ନାହିଁ, ମିଛ କୁହନ୍ତୁ ନାହିଁ କିମ୍ବା କାହାର ଅହେତୁକ କ୍ଷତି ଚିନ୍ତା କରନ୍ତୁ ନାହିଁ। ଆପଣଙ୍କର ଆଚରଣ ଯେତେ ସଫା ରହିବ, ଶନିଦେବ ସେତେ ଶୁଭଫଳ ଦେବେ। ଅଭ୍ୟାସରେ ପରିବର୍ତ୍ତନ। ବିଛଣାରୁ ଉଠିବା ପରେ ନିଜ ବିଛଣାକୁ ସଜାଡ଼ି ରଖନ୍ତୁ। ଘରର ପଶ୍ଚିମ ଦିଗକୁ ସବୁବେଳେ ସଫାସୁତୁରା ରଖନ୍ତୁ, କାରଣ ଏହା ଶନିଦେବଙ୍କ ଦିଗ ବୋଲି ଧରାଯାଏ। ଶୃଙ୍ଖଳିତ ଜୀବନ। କାର୍ଯ୍ୟରେ ଆଳସ୍ୟ ତ୍ୟାଗ କରନ୍ତୁ। କୁମ୍ଭ ରାଶିର ଲୋକମାନେ ଯଦି ନିଜ ସମୟାନୁବର୍ତ୍ତିତା ଡିସିପ୍ଲିନ୍ ଉପରେ ଧ୍ୟାନ ଦେବେ, ତେବେ ସେମାନଙ୍କର ଭାଗ୍ୟୋଦୟ ଶୀଘ୍ର ହୋଇଥାଏ। 2. ବ୍ୟକ୍ତିମାନଙ୍କର ଗୋଟିଏ ବଡ଼ ଗୁଣ ହେଉଛି ସେମାନେ ବହୁତ ଦୂରଦର୍ଶୀ, ପରିଶ୍ରମୀ ଏବଂ ସୃଜନଶୀଳ କ୍ରିଏଟିଭ୍ ହୋଇଥାନ୍ତି। ଆପଣଙ୍କ ରାଶିର ଅଧିପତି ଗ୍ରହ ଶନିଦେବ ହୋଇଥିବାରୁ ଆପଣ ବ୍ୟବସାୟରେ ଶୃଙ୍ଖଳା ଏବଂ ଧୈର୍ଯ୍ୟ ରଖିଲେ ବହୁତ ସଫଳ ହେବେ। କୁମ୍ଭ ରାଶିର ବ୍ୟକ୍ତି ଭାବରେ ଆପଣ ନିଜର ନୂଆ ବ୍ୟବସାୟ କେମିତି ଆରମ୍ଭ କରିବେ? ବିଜନେସ୍ ଷ୍ଟାର୍ଟଅପ୍ ଟିପ୍ସ। ସେଥିପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଜ୍ୟୋତିଷୀୟ ଏବଂ ବ୍ୟବହାରିକ ପରାମର୍ଶ ନିମ୍ନରେ ଦିଆଗଲା। 1. କେଉଁ କ୍ଷେତ୍ରରେ ବ୍ୟବସାୟ କଲେ ଭଲ ହେବ? ରାଇଟ୍ ବିଜନେସ୍ ଅପସନ୍ସ। କୁମ୍ଭ ରାଶି ପାଇଁ ଶନି ଓ ରାହୁଙ୍କ ପ୍ରଭାବ ଥିବା କ୍ଷେତ୍ରଗୁଡ଼ିକ ବହୁତ ଶୁଭ ଫଳ ଦେଇଥାଏ। ଟେକ୍ନୋଲୋଜି ଓ ଡିଜିଟାଲ ମିଡିଆ, କମ୍ପ୍ୟୁଟର, ୱେବ୍ ଡିଜାଇନିଂ, ଆଇଟି ସେକ୍ଟର କିମ୍ବା ଡିଜିଟାଲ କଣ୍ଟେଣ୍ଟ କ୍ରିଏସନ୍। ଡିଜିଟାଲ କଣ୍ଟେଣ୍ଟ କ୍ରିଏସନ୍। ଲୁହା ଓ ଯନ୍ତ୍ରପାତି, ହାର୍ଡୱେର୍ ଦୋକାନ, ସ୍ପେୟାର ପାର୍ଟସ କିମ୍ବା ମେସିନାରୀ ସମ୍ବନ୍ଧୀୟ ବ୍ୟବସାୟ। ସେବା ଓ ପରିବହନ, ଟ୍ରାଭେଲ୍ସ ଏଜେନ୍ସି, ଲଜିଷ୍ଟିକ୍ସ କିମ୍ବା ପର୍ଯ୍ୟଟନ, ଟୁରିଜମ୍ ସହ ଜଡ଼ିତ ବ୍ୟବସାୟ। ତେଲ ଓ ଗ୍ୟାସ୍, ପେଟ୍ରୋଲ ପମ୍ପ, ସୋରିଷ ତେଲ ମିଲ୍ କିମ୍ବା ଅଟୋମୋବାଇଲ ସର୍ଭିସିଂ ସେଣ୍ଟର। 2. ବ୍ୟବସାୟ ଆରମ୍ଭ କରିବାର ସଠିକ୍ ପଦକ୍ଷେପ, ଷ୍ଟେପ୍ ବାଇ ଷ୍ଟେପ୍ ଗାଇଡ୍। 1. ପ୍ଲାନିଂ ଓ ଗବେଷଣା, ମାର୍କେଟ ରିସର୍ଚ୍ଚ। ପ୍ରଥମ ପଦକ୍ଷେପ, ଆପଣ ଯେଉଁ ବ୍ୟବସାୟ କରିବାକୁ ଚାହୁଁଛନ୍ତି ସେଥିରେ ଲୋକଙ୍କର ଆବଶ୍ୟକତା କ'ଣ ରହିଛି ତାହା ଜାଣନ୍ତୁ। ଆପଣଙ୍କ ଅଞ୍ଚଳରେ ସେହି ବ୍ୟବସାୟର ଚାହିଦା କେତେ ତାହା ପ୍ରଥମେ ବୁଝନ୍ତୁ। 2. ବଜେଟ୍ ଏବଂ ପୁଞ୍ଜି ବ୍ୟବସ୍ଥା, ଫାଇନାନ୍ସିଆଲ ପ୍ଲାନିଂ। ଦ୍ୱିତୀୟ ପଦକ୍ଷେପ, ବ୍ୟବସାୟ ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ତାର ଏକ ତାଲିକା କରନ୍ତୁ। ଆରମ୍ଭରୁ ନିଜର ସମସ୍ତ ସଞ୍ଚୟ ନ ଲଗାଇ ଅଳ୍ପ ପୁଞ୍ଜିରୁ ଆରମ୍ଭ କରନ୍ତୁ କିମ୍ବା ସରକାରୀ ଯୋଜନା ଯେପରିକି ମୁଦ୍ରା ଲୋନ୍ର ସାହାଯ୍ୟ ନିଅନ୍ତୁ। 3. ନାମକରଣ ଓ ଆଇନଗତ ପ୍ରକ୍ରିୟା, ବିଜନେସ୍ ରେଜିଷ୍ଟ୍ରେସନ୍। ତୃତୀୟ ପଦକ୍ଷେପ, ନିଜ ବ୍ୟବସାୟର ଏକ ସୁନ୍ଦର ନାମ ଦିଅନ୍ତୁ। କୁମ୍ଭ ରାଶି ପାଇଁ ସ, ଦ କିମ୍ବା ଗ ଅକ୍ଷରରୁ ନାମ ରଖିବା ଶୁଭ। ଏହା ସହିତ ଆବଶ୍ୟକ ଟ୍ରେଡ୍ ଲାଇସେନ୍ସ କିମ୍ବା GST ସାର୍ଟିଫିକେଟ୍ ପ୍ରସ୍ତୁତ କରନ୍ତୁ। 4. ଡିଜିଟାଲ ଉପସ୍ଥିତି, ଅନଲାଇନ୍ ମାର୍କେଟିଂ। ଚତୁର୍ଥ ପଦକ୍ଷେପ, ଆଜିକାଲି ସମୟରେ ବ୍ୟବସାୟକୁ ବଢ଼ାଇବା ପାଇଁ ଅନଲାଇନ୍ ପ୍ରଚାର ବହୁତ ଜରୁରୀ। ସୋସିଆଲ ମିଡିଆ, ଫେସବୁକ୍, ଇନଷ୍ଟାଗ୍ରାମ, ୟୁଟ୍ୟୁବ୍ ମାଧ୍ୟମରେ ନିଜ ବ୍ୟବସାୟର ବିଜ୍ଞାପନ କରନ୍ତୁ। 3. ବ୍ୟବସାୟ ପାଇଁ କିଛି ଜ୍ୟୋତିଷୀୟ ସୂତ୍ର, ଆଷ୍ଟ୍ରୋଲୋଜିକାଲ ଟିପ୍ସ ଫର୍ ବିଜନେସ୍। ଶୁଭ ଦିନ। କୁମ୍ଭ ରାଶିର ବ୍ୟକ୍ତିମାନେ ନୂଆ ବ୍ୟବସାୟର ଚୁକ୍ତିପତ୍ର, ଏଗ୍ରିମେଣ୍ଟ କିମ୍ବା ଆଦାନ ପ୍ରଦାନ ଶନିବାର କିମ୍ବା ଶୁକ୍ରବାର ଦିନ କଲେ ଭଲ ହୋଇଥାଏ। ପାର୍ଟନରସିପ୍, ଯଦି କାହା ସହ ମିଶି ବ୍ୟବସାୟ କରୁଛନ୍ତି ତେବେ ମିଥୁନ, ତୁଳା କିମ୍ବା କନ୍ୟା ରାଶିର ବ୍ୟକ୍ତିଙ୍କ ସହ ସାଥୀ ହେଲେ ବ୍ୟବସାୟରେ ଭଲ ଲାଭ ମିଳେ। ମେଷ କିମ୍ବା ସିଂହ ରାଶିର ଲୋକଙ୍କ ସହରୁ ଦୂରେଇ ରୁହନ୍ତୁ। ଠାକୁରଙ୍କ ଆଶୀର୍ବାଦ। ବ୍ୟବସାୟ ପ୍ରତିଷ୍ଠାନ ଆରମ୍ଭ କରିବା ଦିନ ନିଜ କାର୍ଯ୍ୟାଳୟ ବା ଦୋକାନରେ ଏକ ମହାଲକ୍ଷ୍ମୀ ଯନ୍ତ୍ର କିମ୍ବା ଶନି ଯନ୍ତ୍ର ସ୍ଥାପନ କରି ପୂଜା କରନ୍ତୁ। ସତର୍କତା, କୁମ୍ଭ ରାଶିର ବ୍ୟକ୍ତିମାନେ ବ୍ୟବସାୟରେ କାହାକୁ ଶୀଘ୍ର ବିଶ୍ୱାସ କରି ଟଙ୍କା ଧାର ଦିଅନ୍ତୁ ନାହିଁ। ପ୍ରତ୍ୟେକ କାରବାରର ଲିଖିତ ହିସାବ, ପେପରୱାର୍କ ସ୍ପଷ୍ଟ ରଖନ୍ତୁ। ଆପଣ କେଉଁ ନିର୍ଦ୍ଦିଷ୍ଟ ବିଷୟରେ, ଯେମିତିକି କମ୍ପ୍ୟୁଟର, ଟ୍ରାଭେଲ୍ କିମ୍ବା ଅନ୍ୟ କିଛି, ବ୍ୟବସାୟ କରିବାକୁ ଚିନ୍ତା କରୁଛନ୍ତି କି? ସେ ବିଷୟରେ ଜଣାଇଲେ ମୁଁ ଆପଣଙ୍କୁ ଆହୁରି ସଠିକ୍ ତଥ୍ୟ ଦେଇପାରିବି। ପ୍ଲାନେଟରୀ ଟ୍ରାନ୍ସିଟ୍ସ ଏବଂ ଶନିଦେବଙ୍କ ସ୍ଥିତିକୁ ଦେଖିଲେ ଆଗାମୀ ସମୟରେ ଆପଣଙ୍କ ଜୀବନର ବିଭିନ୍ନ କ୍ଷେତ୍ରରେ କିଛି ଗୁରୁତ୍ୱପୂର୍ଣ୍ଣ ଘଟଣା ଓ ପରିବର୍ତ୍ତନ, ମେଜର ଇଭେଣ୍ଟସ୍ ଘଟିବାକୁ ଯାଉଛି। ତାହା ନିମ୍ନରେ ଦିଆଗଲା। 1. କ୍ୟାରିୟର ଓ ବ୍ୟବସାୟରେ ନୂଆ ସୁଯୋଗ, ନୂଆ ଆରମ୍ଭ। ଆପଣ ଯଦି କୌଣସି ନୂଆ ବ୍ୟବସାୟ କିମ୍ବା ପ୍ରୋଜେକ୍ଟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ସେଥିପାଇଁ ରାସ୍ତା ଫିଟିବ। ବିଶେଷ କରି